ନମସ୍କାର ବନ୍ଧୁଗଣ, ସ୍ୱାଗତ କରୁଛି ଆଜିର ଏକ ରୋମାଞ୍ଚକ କାହାଣୀରେ। ଯଦି ଆପଣ ଭିଡ଼ିଓଟି ଦେଖୁଛନ୍ତି ତେବେ ଲାଇକ୍ କରିବା ଜମାରୁ ଭୁଲନ୍ତୁ ନାହିଁ ଏବଂ ଏହିଭଳି ଭିଡ଼ିଓର ଆନନ୍ଦ ଉଠାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ଜମାରୁ ଭୁଲନ୍ତୁ ନାହିଁ। ତେବେ ଆଉ ବିଳମ୍ବ ନ କରି କାହାଣୀଟିକୁ ଆରମ୍ଭ କରିବା। ଆଜି ରାତି ପ୍ରାୟ 1ଟାଏ ବାଜୁଥିଲା। ଏହା ପ୍ରଥମ ଥର ଥିଲା ଯେତେବେଳେ ମୁଁ ରାତିର ଏହି ନିସ୍ତବ୍ଧତାରେ ଖୁଡ଼ୀଙ୍କ ସହିତ ତାଙ୍କ ଘରେ ଏକା ଥିଲି। ଘରେ ବିଜୁଳି ନଥିଲା। ଚାରିଆଡ଼େ ଘନ ଅନ୍ଧାର ଛାଇ ରହିଥିଲା ଏବଂ ଅନ୍ଧାରରେ ଖୁଡ଼ୀଙ୍କ ସୁନ୍ଦର ଚେହେରା ଆହୁରି ଅଧିକ ଉଜ୍ଜ୍ୱଳ ଦେଖାଯାଉଥିଲା ଏବଂ ସେ ଗଭୀର ନିଦରେ ଶୋଇଥିଲେ। ସେହି ମୁହୂର୍ତ୍ତରେ ମୋ ମନକୁ ଏକ ଚିନ୍ତା ଆସିଲା। ଲୋକେ କୁହନ୍ତି ଯେ ଯେତେବେଳେ ରାତି ଅଧିକ ଏବଂ ଏକାନ୍ତତା ବେଶୀ ଥାଏ ସେତେବେଳେ ଶୈତାନ ପ୍ରଭାବ ପକାଇଥାଏ। ସେହି ପ୍ରହରରେ ମୋ ଉପରେ ମଧ୍ୟ ଶୈତାନ ହାବି ହୋଇଯାଇଥିଲା ଏବଂ ସେହି ରାତିରେ ମୁଁ ପ୍ରଥମ ଥର ପାଇଁ ଖୁଡ଼ୀଙ୍କ ଏକାନ୍ତତାର ସୁଯୋଗ ନେଲି। ଖୁଡ଼ୀ ବୟସରେ ମୋ ଠାରୁ ମାତ୍ର 5 ବର୍ଷ ବଡ଼ ଥିଲେ। ସେ ଅତି ସୁନ୍ଦରୀ ଏବଂ ଯୁବତୀ ଥିଲେ। ତାଙ୍କ ବିବାହକୁ ମାତ୍ର 2 ମାସ ହୋଇଥିଲା ଯେତେବେଳେ ତାଙ୍କ ସ୍ୱାମୀ ବିଦେଶ ଚାଲିଗଲେ ଏବଂ ସେବେଠାରୁ ସେ ନିଜ ଘରେ ଏକା ରହୁଥିଲେ। ଛୋଟ ଛୋଟ କଥାରେ ସେ ପ୍ରାୟତଃ ବିଚଳିତ ହୋଇପଡ଼ୁଥିଲେ ଏବଂ ଯେମିତି ମାଆଙ୍କୁ ଫୋନ୍ କରୁଥିଲେ ମୁଁ ସୁଯୋଗ ବୁଝି ଦୌଡ଼ି ଯାଉଥିଲି, କାରଣ ମୋତେ ସବୁବେଳେ ମୋ ମାଆଙ୍କ କଥା ଶୁଣିବାକୁ ଭଲ ଲାଗୁନଥିଲା। ତେଣୁ ସୁଯୋଗ ପାଇବା ମାତ୍ରେ ମୁଁ ଘରୁ ବାହାରି ଯାଉଥିଲି। ଆଜି ମଧ୍ୟ ଯେତେବେଳେ ମୁଁ କଲେଜରୁ ଫେରିଲି ଦେଖିଲି ଯେ ଖୁଡ଼ୀ ଘରକୁ ଆସିଛନ୍ତି ଏବଂ ତାଙ୍କ ଚେହେରା ବେଶ୍ ଚିନ୍ତିତ ଦେଖାଯାଉଛି। ମୁଁ ତାଙ୍କୁ ପଚାରିଲି, କ'ଣ ହୋଇଛି ଖୁଡ଼ୀ? ଖୁଡ଼ୀ ଦୁଃଖଭରା ସ୍ୱରରେ କହିଲେ ଯେ ସକାଳୁ ଘରେ ବିଜୁଳି ନାହିଁ, କାରଣ ସମୟରେ ବିଜୁଳି ବିଲ୍ ଦିଆଯାଇ ନଥିଲା, ତେଣୁ ବିଜୁଳି କାଟି ଦିଆଯାଇଛି। ଏହା କହିବା ସମୟରେ ତାଙ୍କ ଆଖିରେ ଲୁହ ଆସିଗଲା। ମୁଁ ଖୁଡ଼ୀଙ୍କୁ ପଚାରିଲି, ବିଲ୍ କାହିଁକି ଦିଆଗଲା ନାହିଁ? ତେଣୁ ସେ କହିବାକୁ ଲାଗିଲେ, ତୁମେ ଜାଣିଛ ଯେ ତୁମର ଚାଚା ବିଦେଶରେ ଅଛନ୍ତି। ମୁଁ ଏଠାରେ ଏକା ଅଛି। କ'ଣ କ'ଣ ସମ୍ଭାଳିବି? ହୁଏତ ମୁଁ ବିଜୁଳି ବିଲ୍ କେଉଁଠି ରଖି ଭୁଲି ଯାଇଛି, ତେଣୁ ଦେବା କଥା ମନେ ପଡ଼ିଲା ନାହିଁ। ଏହି କଥା ଶୁଣି ମୁଁ ତାଙ୍କୁ ଆଶ୍ୱାସନା ଦେଲି ଏବଂ କହିଲି, ଆପଣ ମୋ ସାଙ୍ଗରେ ଚାଲନ୍ତୁ, ମୁଁ ଆଉ ଏକ ବିଲ୍ ବାହାର କରିଦେଉଛି। ତାପରେ ଆମେ ବିଲ୍ ଦେଇଦେବା, ତେବେ ବିଜୁଳି ମଧ୍ୟ ଆସିଯିବ। ଏହା ଶୁଣି ଖୁଡ଼ୀ ଖୁସି ହୋଇଗଲେ ଏବଂ ମୁଁ ଭୋକିଲା ସୁଶୀଲା ଖୁଡ଼ୀଙ୍କ ସହିତ ବାହାରି ପଡ଼ିଲି। ମୁଁ ବିଲ୍ ବାହାର କଲି ଏବଂ ତାପରେ ବିଲ୍ ପୈଠ କରିଦେଲି। ଏହାପରେ ଫେରିବା ପରେ ବାଟରେ ଖୁଡ଼ୀ ମୋତେ ନିଜ ଘରକୁ ନେଇଗଲେ। ରାତିର ଅନ୍ଧାର ଚାରିଆଡ଼େ ବ୍ୟାପି ଯାଇଥିଲା ଏବଂ ବିଜୁଳି ଏପର୍ଯ୍ୟନ୍ତ ଆସିନଥିଲା। ଯେତେବେଳେ ଆମେ ଘରେ ପ୍ରବେଶ କଲୁ କିଛି ମଧ୍ୟ ଦୃଶ୍ୟମାନ ହେଉନଥିଲା। ମୁଁ ତୁରନ୍ତ ମୋ ମୋବାଇଲ ଟର୍ଚ୍ଚ ଜଳାଇଲି ଏବଂ ଅନ୍ଧାରରେ ଯେମିତି ମୋ ନଜର ଖୁଡ଼ୀଙ୍କ ଉପରେ ପଡ଼ିଲା, ହଠାତ୍ ମୋ ମନରେ ଏକ ଚିନ୍ତା ଆସିଲା। ମୁଁ ଖୁଡ଼ୀଙ୍କୁ କହିଲି, ଆପଣ ବେଡ୍ରୁମକୁ ଯାଇ ବସନ୍ତୁ, ମୁଁ ଦେଖୁଛି ଏବଂ ଆଲୋକ ପାଇଁ କିଛି ବ୍ୟବସ୍ଥା କରୁଛି। ଖୁଡ଼ୀ କହିବାକୁ ଲାଗିଲେ, ମୋତେ ଅନ୍ଧାରରେ ବହୁତ ଡର ଲାଗେ, ସେଥିପାଇଁ ତ ମୋତେ ସାଙ୍ଗରେ ନେଇ ଆସିଛି। ଏହା ଶୁଣିବା ମାତ୍ରେ ମୁଁ ବହୁତ ଭଲ ଭାବରେ ଖୁଡ଼ୀଙ୍କ କାନ୍ଧରେ ହାତ ରଖି କହିଲି, ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆପଣ ଘରେ ଏକାଟିଆ ନାହାନ୍ତି। ମୁଁ ଖୁଡ଼ୀଙ୍କ ହାତ ଧରିଲି ଏବଂ ତାଙ୍କୁ ବିଛଣାରେ ନେଇ ବସାଇଲି ଏବଂ ତାଙ୍କୁ କହିଲି, ବସ୍ କିଛି ସମୟ ଭିତରେ ମୁଁ ଆସୁଛି, ଆପଣ ଶାନ୍ତିରେ ବସନ୍ତୁ। ଯେମିତି ମୁଁ କୋଠରୀରୁ ବାହାରକୁ ଆସିଲି, ଖୁଡ଼ୀ ଡରିଯାଇ ମୋ ହାତ ଧରି ପକାଇଲେ ଏବଂ ମୋ ଗଳାରେ ଲାଗିଗଲେ। ମୋ ହୃଦୟ ଜୋରରେ ସ୍ପନ୍ଦନ ହେବାକୁ ଲାଗିଥିଲା। ମୁଁ ତାଙ୍କୁ ବୁଝାଇଲି, ଆପଣ ଚିନ୍ତା କରନ୍ତୁ ନାହିଁ, ମୁଁ ଆଲୋକ ପାଇଁ କିଛି ନା କିଛି ବ୍ୟବସ୍ଥା କରୁଛି। ମୋ କଥାରେ ଖୁଡ଼ୀଙ୍କୁ ସାନ୍ତ୍ୱନା ମିଳିଗଲା। ମୁଁ ତାଙ୍କ କୋଠରୀରୁ ବାହାରିଲି ଏବଂ ଭାବିବାକୁ ଲାଗିଲି ଯେ କିପରି ଏକାନ୍ତତାର ସୁଯୋଗ ନେବି, ଯାହା ମୋତେ ନିଜ କାହାରି ସନ୍ଦେହ ନହେବ ମୋ ଉପରେ ଆଖି ବନ୍ଦ କରି କାମ ମଧ୍ୟ କରୁଥିଲେ। କିନ୍ତୁ ନିଜର ଭାବନାକୁ ପୂର୍ଣ୍ଣ କରିବା ପାଇଁ ମୋତେ ଅନେକ ଏକ ଖେଳ ଖେଳିବାକୁ ପଡ଼ୁଥିଲା। ତାପରେ କିଛି ଚିନ୍ତା ଭାବନା କରି ମୁଁ ଖୁଡ଼ୀଙ୍କୁ କ୍ଷୀର ଗ୍ଲାସରେ ନିଦ ଔଷଧ ମିଶାଇ ଦେଇଥିଲି। ବିଜୁଳି ଏପର୍ଯ୍ୟନ୍ତ ଆସିନଥିଲା, ସେଥିପାଇଁ ଖୁଡ଼ୀ କ୍ଷୀର ଗ୍ଲାସ ପିଇଦେଲେ ଏବଂ ମୋ ସହିତ କଥା ହେବାକୁ ଲାଗିଲେ। ଖୁଡ଼ୀ ବହୁତ ଅଧିକ ଚିନ୍ତିତ ଥିଲେ। ତାଙ୍କୁ ଲାଗୁଥିଲା ଯେ ଚାଚା ବିଦେଶରେ ଆଉ ଏକ ବିବାହ କରିସାରିଛନ୍ତି।
ଯେବେଠାରୁ ସେ ଯାଇଥିଲେ ଖୁଡ଼ିଙ୍କୁ ହିଁ ନିଜ ଆଡ଼ୁ ଫୋନ୍ କରୁଥିଲେ ଏବଂ ନା ଫେରିବା କୌଣସି କଥା କହୁଥିଲେ। ଖୁଡ଼ି କଥା କହିବା ସମୟରେ ସେ କାନ୍ଦି ପକାଉଥିଲେ। ମୁଁ ଶୀଘ୍ର ତାଙ୍କୁ କୋଳରେ ଲଗାଇ ନେଲି ଏବଂ ବୁଝାଇବାକୁ ଲାଗିଲି ଯେ ତାଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଖୁଡ଼ି ମୋ ଛାତିରେ ଲାଗି କାନ୍ଦୁଥିଲେ ଏବଂ ମୋତେ ସେହି ସମୟର ଅପେକ୍ଷା ଥିଲା ଯେତେବେଳେ ଖୁଡ଼ି ଗଭୀର ନିଦ୍ରାରେ ଶୋଇଯିବେ, ଯାହାଫଳରେ ମୁଁ ମୋର ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ ଭାବରେ ହାସଲ କରିପାରିବି। ମୁଁ କିଛି ସମୟ ପରେ ଦେଖିଲି ଯେ ଖୁଡ଼ିଙ୍କୁ ପ୍ରକୃତରେ ବହୁତ ଗଭୀର ନିଦ ଆସିଯାଇଛି। ତାଙ୍କୁ ଦେଖି ମୋ ମନ ପ୍ରକୃତରେ ଅସ୍ଥିର ହେବାକୁ ଲାଗିଲା। ମୁଁ ଯଥାଶୀଘ୍ର ମୋ ଉଦ୍ଦେଶ୍ୟ ହାସଲ କରିବାକୁ ଚାହୁଁଥିଲି ଏବଂ ତାପରେ ମୁଁ ଖୁଡ଼ିଙ୍କ ଏକାନ୍ତତାର ଭରପୁର ସୁଯୋଗ ନେଲି ଏବଂ ସମସ୍ତ ରାତି ଖୁଡ଼ିଙ୍କ ଘରେ ହିଁ କଟାଇଲି। ସେ ଔଷଧର ପ୍ରଭାବରେ ଗଭୀର ନିଦରେ ଶୋଇଥିଲେ ଏବଂ ସେହି ସୁଯୋଗର ଫାଇଦା ଉଠାଇ ମୁଁ ମୋର ଇଚ୍ଛାଗୁଡ଼ିକ ପୂର୍ଣ୍ଣ କରିଦେଲି। ସକାଳ ପର୍ଯ୍ୟନ୍ତ ମୁଁ ସମ୍ପୂର୍ଣ୍ଣ ଥକି ଯାଇଥିଲି ଏବଂ ତାପରେ ମୁଁ ମଧ୍ୟ ଖୁଡ଼ିଙ୍କ ବିଛଣାରେ ହିଁ ଶୋଇପଡ଼ିଲି। ସକାଳେ ମୋ ଆଖି ଖୋଲିଲା। ମୁଁ ଦେଖିଲି ଯେ ଖୁଡ଼ି ଉଠି ସାରିଛନ୍ତି ଏବଂ ରାଗରେ ମୋ ଆଡ଼କୁ ଚାହୁଁଛନ୍ତି। ମୁଁ ପଚାରିଲି, କ'ଣ ହୋଇଛି? ଏମିତି କାହିଁକି ଚାହୁଁଛ? ଏକ ନଜର ପାଇଁ ମୋ ମନରେ ଏହି ଚିନ୍ତା ଆସିଲା ଯେ କାଳେ ଖୁଡ଼ି ଜାଣିପାରିଛନ୍ତି ଯେ ମୁଁ ରାତିରେ କ'ଣ କରିସାରିଛି। ଖୁଡ଼ି କହିବାକୁ ଲାଗିଲେ, ଅଧା ଦିନ ବିତିଯାଇଛି ଏବଂ ତୁମେ ଏପର୍ଯ୍ୟନ୍ତ ଶୋଇଛ। ଉଠ ଏବଂ ନିଜ ଘରକୁ ଯାଅ। ତୁମ ମା ଚିନ୍ତିତ ଅଛନ୍ତି। ମୁଁ ମୁହଁ ଟେକି ବିଗାଡ଼ି କହିଲି, ମାଆଙ୍କର କାମ ଆଉ କ'ଣ? କେବଳ ଅନାବଶ୍ୟକ କଥାରେ ଚିନ୍ତିତ ହେଉଥାନ୍ତି। ମୁଁ କ'ଣ କୌଣସି ପରଘର ଅଛି? ଆପଣ ତ ମୋର ଖୁଡ଼ି। ଏହା କହି ମୁଁ ଖୁଡ଼ିଙ୍କ ପାଖରେ ଧରିଲି ଏବଂ ନିଜ ପାଖରେ ବସାଇଲି। ଖୁଡ଼ି କହିବାକୁ ଲାଗିଲେ, ଅଧିକ ଗେହ୍ଲା କରିବାର ଆବଶ୍ୟକତା ନାହିଁ। ରାତିରେ ତୁମେ ମୋ ବିଛଣାରେ କାହିଁକି ଶୋଇଥିଲ? ଏହା ଭଲ କଥା ନୁହେଁ। ଘରେ ଆଉ ମଧ୍ୟ କୋଠରୀ ଅଛି, ବା ତୁମେ ସୋଫାରେ ଶୋଇପାରିଥାନ୍ତ। ଖୁଡ଼ିଙ୍କ କଥା ଶୁଣି ମୁଁ କିଛି ପରିମାଣରେ ଲାଜେଇ ଗଲି। ଭଲ କଥା ଯେ ତାଙ୍କୁ ରାତିର କଥା ବିଷୟରେ କୌଣସି ଅନୁମାନ ନଥିଲା। ମୁଁ ତାଙ୍କୁ ଅଣଦେଖା କରି ଉଠି ଫ୍ରେଶ୍ ହେଲି ଏବଂ ତାପରେ ପୁଣି ଘରକୁ ବାହାରି ପଡ଼ିଲି। ମା ରାଗରେ ବସିଥିଲେ ଏବଂ କହିବାକୁ ଲାଗିଲେ, ତୁମେ କାଲି ଯାଇଥିଲ କୁଆଡ଼େ? ମୁଁ ମାଆଙ୍କୁ କହିଲି ଯେ ଖୁଡ଼ି ଅନ୍ଧାର କାରଣରୁ ଡରୁଥିଲେ, ସେଥିପାଇଁ ଆସିନଥିଲି। ବର୍ତ୍ତମାନ ସକାଳ ସମୟରେ ତାଙ୍କ ବିଜୁଳି ଆସିଯାଇଛି। ବର୍ତ୍ତମାନ ଖୁଡ଼ି ଚିନ୍ତିତ ହେବେ ନାହିଁ। ମା କହିବାକୁ ଲାଗିଲେ, ତୁମ ଖୁଡ଼ିଙ୍କ ଛୋଟ ଛୋଟ କଥାରେ ଚିନ୍ତିତ ହେବାର ଅଭ୍ୟାସ ଅଛି। ତାଙ୍କୁ ତ ଲାଗୁଛି ତାଙ୍କ ସ୍ୱାମୀ ଆଉ ଏକ ବିବାହ କରିସାରିଛନ୍ତି। ଜାଣିନି କେବେ ତାଙ୍କର ଏହି ଭ୍ରମର ଅଭ୍ୟାସ ଶେଷ ହେବ। ତାଙ୍କର ସ୍ୱାମୀ ସେଠାରେ ପରିଶ୍ରମ କରୁଛନ୍ତି ଏବଂ ସେ ଚାହାନ୍ତି ଯେ ସବୁବେଳେ ତାଙ୍କ ସ୍ୱାମୀ ତାଙ୍କ ସହିତ ଫୋନରେ କଥା ହୁଅନ୍ତୁ। ମାଆଙ୍କୁ ସାନ ଖୁଡ଼ିଙ୍କ ବ୍ୟବହାରରୁ ବହୁତ ଅଭିଯୋଗ ଥିଲା ଏବଂ ମୁଁ ମାଆଙ୍କ କଥାରେ କେବଳ ମୁଣ୍ଡ ହଲାଉଥିଲି। ଏହିପରି ଭାବରେ 2 ଦିନ ବିତିଗଲା ଏବଂ ମୁଁ ପୁଣି ଥରେ ଖୁଡ଼ିଙ୍କ ଘରକୁ ଯାଇଥିଲି। ମୋ ମନ ଏହି କଥା ପାଇଁ ବହୁତ ବ୍ୟାକୁଳ ଥିଲା ଯେ କିପରି ଖୁଡ଼ିଙ୍କ ଘରକୁ ଯିବି। ତାପରେ 2 ଦିନ ପରେ ଯେତେବେଳେ ମୁଁ ସନ୍ଧ୍ୟାରେ ସାଙ୍ଗମାନଙ୍କ ପାଖରୁ ଘରକୁ ଫେରିଲି, ଦେଖିଲି ଯେ ମା ପନିର ତରକାରୀ ପ୍ରସ୍ତୁତ କରୁଛନ୍ତି। ମୁଁ ଜାଣିଶୁଣି ମାଆଙ୍କ ସାମ୍ନାରେ କହିଦେଲି, ଖୁଡ଼ିଙ୍କୁ ପନିର ତରକାରୀ କେତେ ପସନ୍ଦ। ତାଙ୍କ ଘର ପାଖରେ ହୋଇଥାନ୍ତା ତ ମୁଁ ତୁରନ୍ତ ଦେଇ ଆସିଥାନ୍ତି। ମାଆଙ୍କୁ ସାନ ଖୁଡ଼ିଙ୍କ ଠାରୁ ଯେତେ ଅଭିଯୋଗ ଥାଉ ପଛକେ ସେ ତାଙ୍କୁ ବହୁତ ଭଲ ପାଉଥିଲେ। ଏହି କଥା ଶୁଣିବା ମାତ୍ରେ ତାଙ୍କୁ ମଧ୍ୟ ମନେ ପଡ଼ିଗଲା ଯେ ଖୁଡ଼ି ତ ପନିର ଦିୱାନୀ ଅଛନ୍ତି। ମା ତୁରନ୍ତ କହିବାକୁ ଲାଗିଲେ, ଖୁଡ଼ିଙ୍କ ଘର କେଉଁଠି? ଏତେ ଦୂର। ବାଇକରେ ଯିବ ତ 5 ମିନିଟ୍ ମଧ୍ୟ ଲାଗିବ ନାହିଁ। ଯାଅ, ଶୀଘ୍ର ଦେଇ ଆସ। ମୁଁ ସୁଯୋଗର ଅପେକ୍ଷା କରିଥିଲି। ମୁଁ ଜାଣିଶୁଣି ମୁହଁ ବିଗାଡ଼ି କହିଲି, ଠିକ୍ ଅଛି, ଆପଣ ବାନ୍ଧି ଦିଅନ୍ତୁ, ମୁଁ ପହଞ୍ଚାଇ ଦେଉଛି। ମା ତତ୍କ୍ଷଣାତ୍ ଡବା ବାନ୍ଧିଦେଲେ। ମୋର ତ ଖୁସି କହିଲେ ନ ସରେ। ମୁଁ ଖୁଡ଼ିଙ୍କ ଘରେ ପହଞ୍ଚିଲି ତ ସେ ଖାଇବାକୁ ବସୁଥିଲେ। ପନିର ତରକାରୀ ଦେଖି ସେ ଖୁସି ହୋଇଗଲେ। ମୋତେ ମଧ୍ୟ ଖାଇବାକୁ ପଚାରିଲେ ତ ମୁଁ ମଧ୍ୟ ତୁରନ୍ତ ତାଙ୍କ ସାଙ୍ଗରେ ବସିଗଲି ଏବଂ ତାଙ୍କ ପାଖରେ ଆମେ ଏକାଠି ଖାଇଲୁ। ମୁଁ ଚା ପାଇଁ ଅନୁରୋଧ କରିଦେଲି। ମୁଁ ତ ଫେରି ଘରକୁ ଯିବା ମୁଡ୍ରେ ନଥିଲି। ତାପରେ ଚା ପିଉ ପିଉ ଆମେ ଲୁଡୁ ଖେଳିବାକୁ ବସିଗଲୁ। ମୁଁ ଘରକୁ ଫୋନ୍ କରି ମାଆଙ୍କୁ କହିଦେଲି ଯେ ଖୁଡ଼ି ମୋତେ ଜବରଦସ୍ତି ଅଟକାଇ ଦେଇଛନ୍ତି, ଯେତେବେଳେ କି ଖୁଡ଼ି ଏପରି କୌଣସି କଥା କହିନଥିଲେ। ମୁଁ ଖୁଡ଼ିଙ୍କୁ କହିଲି, ଆପଣ ଏତେ ଦୁର୍ବଳ ହେଉଛନ୍ତି, ନିୟମିତ କ୍ଷୀର କାହିଁକି ପିଉନାହାନ୍ତି?
ଖୁଡ଼ି କହିବାକୁ ଲାଗିଲେ, ପ୍ରତିଦିନ କ୍ଷୀର ଆଣି ଦେବାକୁ କେହି ନାହାନ୍ତି। ମୁଁ ଖୁଡ଼ିଙ୍କୁ କହିଦେଲି, ଠିକ୍ ଅଛି, ଏବେ ଏହି ଦାୟିତ୍ୱ ମୋର। ତାପରେ ମୁଁ କ୍ଷୀର ଆଣି ନିଜେ ଗରମ କଲି ଏବଂ ସେଥିରେ ନିଦ କଟା ଔଷଧ ମିଶାଇ ଖୁଡ଼ିଙ୍କୁ ଦେଇଦେଲି। ଖୁଡ଼ି ବହୁତ ଭଲ ଭାବରେ ମୋତେ ଦେଖିଲେ ଏବଂ କହିବାକୁ ଲାଗିଲେ, ତୁମ ଭଳି ପୁତୁରା ସମସ୍ତଙ୍କୁ ମିଳିବା ଉଚିତ। ତୁମ ଚାଚା ଏଠାରେ ନାହାନ୍ତି, କିନ୍ତୁ ତୁମେ ମୋର ଏତେ ଯତ୍ନ ନେଉଛ ଯେ ମୋତେ ବର୍ତ୍ତମାନ ଅଧିକ ଅସୁବିଧା ହେଉନାହିଁ। ନଚେତ୍ ପୂର୍ବତଃ ମୁଁ ଭାବୁଥିଲି ଯେ ତୁମ ଚାଚାଙ୍କ ବିନା ମୋର ଗୁଜରାଣ କିପରି ଚାଲିବ। ଖୁଡ଼ିଙ୍କ କଥା ଶୁଣି ମୁଁ ଧୀରେଇକି ହସିଦେଲି। ଖୁଡ଼ି କ'ଣ ଜାଣିଥିଲେ ଯେ ମୋର ଏହିସବୁ ଦୟା ପଛରେ କ'ଣ ଉଦ୍ଦେଶ୍ୟ ଲୁଚି ରହିଛି। ଖୁଡ଼ି କ୍ଷୀର ପିଇଲେ, କିଛି ସମୟ ପର୍ଯ୍ୟନ୍ତ ଲୁଡ଼ୁ ଖେଳିଲେ ଏବଂ ତାପରେ ନିଜ କୋଠରୀକୁ ଯାଇ ଗଭୀର ନିଦରେ ଶୋଇଗଲେ। ମୋତେ ଆଉ ଥରେ ସୁଯୋଗ ମିଳିଯାଇଥିଲା। ମୁଁ ପୁଣି ସମସ୍ତ ରାତି ସୁଯୋଗର ଫାଇଦା ଉଠାଇଲି ଏବଂ ସକାଳେ ଥକି ଯାଇ ଶୋଇବା ପାଇଁ ଗଲାବେଳେ ମୋତେ ଖୁଡ଼ିଙ୍କ ପୁରୁଣା କଥା ମନେ ପଡ଼ିଗଲା। ମୁଁ ଜାଣିଶୁଣି ତକିଆ ଉଠାଇ ସୋଫାରେ ରଖିଲି ଏବଂ ଖୁଡ଼ିଙ୍କଠାରୁ ଦୂରରେ ସୋଫାରେ ଶୋଇଗଲି, ଯାହାଦ୍ୱାରା ତାଙ୍କୁ କୌଣସି କଥାରେ ସନ୍ଦେହ ନ ହେବ। ପରବର୍ତ୍ତୀ ଦିନ ମଧ୍ୟ ମୁଁ ସକାଳେ ଡେରିରେ ଉଠିଲି। ଯେତେବେଳେ ଖୁଡ଼ି ମଧ୍ୟ ମୋ ସହିତ ଉଠି ପଡ଼ିଲେ, କହିବାକୁ ଲାଗିଲେ, ତୁମେ ରାତିରେ ଏଠାରେ ହିଁ ରହିଯାଇଥିଲ, ତୁମ ମା ଚିନ୍ତିତ ହେବେ। ମୁଁ କହିଲି, ନାହିଁ, ମୁଁ ମାଆଙ୍କୁ ଫୋନ୍ କରି ଜଣାଇ ଦେଇଛି, ତାଙ୍କୁ କୌଣସି ଅସୁବିଧା ନାହିଁ। ବରଂ ସେ ତ ଶାନ୍ତିରେ ଅଛନ୍ତି ଯେ ଆପଣଙ୍କୁ କାହାର ସାଥ ମିଳିଯାଇଛି। ନଚେତ୍ ସାରା ସମୟ ସେ ଏହା ଭାବି ଚିନ୍ତିତ ହେଉଯାଆନ୍ତି ଯେ ଆପଣ ଏକା ଘରେ କିପରି ଗୁଜରାଣ ଚଳାଉଥିବେ। ଦ୍ୱିପ୍ରହର ସମୟରେ ମୁଁ ଫେରି ନିଜ ଘରକୁ ଚାଲି ଆସିଲି। ମା ମୋତେ କହିବାକୁ ଲାଗିଲେ, ନିଜ ପାଠପଢ଼ା ପ୍ରତି ମଧ୍ୟ ତ ଧ୍ୟାନ ଦିଅ। ଖୁଡ଼ିଙ୍କ ଚାକର ହୋଇ ରହିଯିବ ତ ଜୀବନ ଖରାପ ହୋଇଯିବ। ମୁଁ ମାଆଙ୍କୁ କହିଲି, ଆପଣ କ'ଣ ସବୁ କଥା କହୁଛନ୍ତି? ଆପଣଙ୍କ ଭଉଣୀ ଅଛନ୍ତି ପରା। ବିଚାରୀ ଏକା ବହୁତ ଅସୁବିଧାରେ ପଡ଼ୁଛନ୍ତି। ଯଦି ଆମେ ତାଙ୍କର କିଛି କାମରେ ଆସିଯିବୁ ତ ଖରାପ କ'ଣ? ମୁଁ ତ ଭାବିସାରିଛି ଯେ ଏବେ ମୁଁ ପ୍ରତି ରାତିରେ ନିଜ ଖୁଡ଼ିଙ୍କ ଘରକୁ ଯିବି, ଯାହାଦ୍ୱାରା ପହରା ଦେଇପାରିବି। ପାଖ ପଡ଼ୋଶୀମାନେ କହିଛନ୍ତି ଯେ ଆଜିକାଲି ସେମାନଙ୍କ ଅଞ୍ଚଳରେ ଚୋରମାନେ ବହୁତ ବୁଲୁଛନ୍ତି। ମୋ କଥା ଶୁଣି ମା ଆହୁରି ଅଧିକ ଚିନ୍ତିତ ହୋଇଗଲେ। କହିବାକୁ ଲାଗିଲେ, ଠିକ୍ ଅଛି, ତେବେ ତୁମେ ପ୍ରତିଦିନ ରାତିରେ ଚାଲିଯାଅ ଏବଂ ସକାଳ ସମୟରେ ଫେରି ଆସୁଥାଅ। ତୁମ କଲେଜ ଛୁଟିରେ ତୁମ ବାପା ବହୁତ ଚିନ୍ତିତ ହୁଅନ୍ତି। ମୁଁ ମାଆଙ୍କ ସହିତ ପ୍ରତିଜ୍ଞା କରିନେଲି ଯେ ମୁଁ ସକାଳ ସମୟରେ ଫେରି ଆସିବି ବା ଖୁଡ଼ିଙ୍କ ଘରୁ ହିଁ କଲେଜ ଚାଲିଯିବି। ତେବେ ପାଠପଢ଼ାର ମଧ୍ୟ କୌଣସି କ୍ଷତି ହେବ ନାହିଁ। ମୁଁ ଖୁଡ଼ିଙ୍କ ମନରେ ମଧ୍ୟ ଏହି କଥା ପକାଇ ଦେଇଥିଲି ଯେ ତାଙ୍କ ମହଲାରେ ଆଜିକାଲି ଚୋରି ଘଟଣା ଘଟୁଛି। ମୁଁ ତାଙ୍କୁ ଗୋଟିଏ ଦୁଇଟି ଅଶୁଭ ଚୋରିର କିଛି କାହାଣୀ ମଧ୍ୟ ଶୁଣାଇ ଦେଇଥିଲି, ଯାହାକୁ ଶୁଣି ଖୁଡ଼ି ମଧ୍ୟ ବହୁତ ଡରି ଯାଇଥିଲେ। ମୁଁ ପ୍ରତି ରାତିରେ କ୍ଷୀର ଧରି ଖୁଡ଼ିଙ୍କ ଘରେ ପହଞ୍ଚି ଯାଉଥିଲି। ତାଙ୍କୁ ନିଜ କ୍ଷୀରରେ ନିଦ ଔଷଧ ପକାଇ ଦେଉଥିଲି ଏବଂ ତାପରେ ଖୁଡ଼ି ଶୋଇଯିବା ମାତ୍ରେ ସୁଯୋଗର ଫାଇଦା ଉଠାଇବା ଆରମ୍ଭ କରିଦେଉଥିଲି। ମୁଁ ଏହି କାମରୁ ବହୁତ ଖୁସି ଥିଲି। ବହୁତ ସହଜରେ ମୁଁ ଖୁଡ଼ିଙ୍କୁ ବୋକା ବନାଇ ଦେଇଥିଲି। ସେ ଏବେ ମୋତେ ନିଜ ଘରେ ନିଜେ ରହିବା ପାଇଁ କହିଦେଉଥିଲେ ଏବଂ ଏବେ ମାଆଙ୍କୁ ମଧ୍ୟ କୌଣସି ଚିନ୍ତା ନଥିଲା, କାରଣ ମୁଁ ନିୟମିତ ଭାବରେ କଲେଜ ଯିବା ଆରମ୍ଭ କରିଦେଇଥିଲି। କିନ୍ତୁ ଏହା ମୋ ପାଇଁ କଷ୍ଟକର ଥିଲା ଯେ ରାତିସାରା ଏତେ ପରିଶ୍ରମ ପରେ ସକାଳେ ଶୀଘ୍ର ଉଠିବାକୁ ପଡ଼ୁଥିଲା, କିନ୍ତୁ ମୁଁ କୌଣସି ପ୍ରକାରେ ସବୁ ପରିଚାଳନା କରୁଥିଲି। ତାପରେ ଦିନେ ଜାଣିନି କିପରି ଖୁଡ଼ିଙ୍କ ଉପରେ ସନ୍ଦେହ ହୋଇଗଲା। ରାତିରେ କ୍ଷୀର ଧରି ତାଙ୍କ କୋଠରୀରେ ପହଞ୍ଚିଲି ତ ସେ ମୋତେ କହିବାକୁ ଲାଗିଲେ, ମୋତେ ଆଜିକାଲି କିଛି ଅଜବ ଲାଗୁଛି। ଏମିତି ଲାଗୁଛି ଯେ ମୁଁ ପ୍ରତିଦିନ ରାତିରେ ବହୁତ ଗଭୀର ନିଦ୍ରାରେ ଶୋଇଯାଉଛି। ଗୋଟିଏ ଥର ମଧ୍ୟ ମୋ ଆଖି ଖୋଲୁନାହିଁ, ଯେତେବେଳେ କି ପୂର୍ବରୁ ଏପରି ହେଉନଥିଲା। ଏବଂ ତାପରେ ଆଜି ସନ୍ଧ୍ୟା ସମୟରେ ଯେତେବେଳେ ମୁଁ ମଇଳା ଡବାରେ ଆବର୍ଜନା ପକାଇବାକୁ ଗଲି, ମୋତେ ଏକ ଏପରି ଜିନିଷ ମିଳିଲା ଯାହାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଖୁଡ଼ିଙ୍କ କଥା ଶୁଣି ମୋ ଶରୀରରୁ ଝାଳ ବାହାରିବାକୁ ଲାଗିଲା। ମୁଁ ବୁଝିସାରିଥିଲି ଯେ ଖୁଡ଼ି କ'ଣ ଦେଖିଛନ୍ତି, କିନ୍ତୁ ତଥାପି ମୁଁ ଅଜଣା ହେବାର ଅଭିନୟ କଲି ଏବଂ ଖୁଡ଼ିଙ୍କୁ ପଚାରିଲି, କ'ଣ ହୋଇଛି ଖୁଡ଼ି? ଏପରି କ'ଣ ଜିନିଷ ମିଳିଗଲା ଯେ ଆପଣ ଚିନ୍ତିତ ହେଉଛନ୍ତି? ମୁଁ ଜାଣିଥିଲି ଯେ ସେ ମୋତେ କିଛି ମଧ୍ୟ କହିପାରିବେ ନାହିଁ। ସେଥିପାଇଁ ମୁଁ ତାଙ୍କ ସାମ୍ନାରେ ସମ୍ପୂର୍ଣ୍ଣ ଅଜଣା ହେବାର ନାଟକ କଲି। ପ୍ରଥମେ ତ ଖୁଡ଼ି ଗଭୀର ନିଜରେ ମୋତେ ଦେଖିଲେ ଏବଂ ତାପରେ ମୁଣ୍ଡ ହଲାଇଲେ, ଯେପରି କୌଣସି ବିଶେଷ କଥା ନାହିଁ। ମୁଁ ଆଉ ଥରେ ପଚାରିଲି, କ'ଣ କଥା ଖୁଡ଼ି? କ'ଣ ମିଳିଛି ଆପଣଙ୍କୁ? କିନ୍ତୁ ସେ କହିବାକୁ ଲାଗିଲେ, ଛାଡ଼, ତୁମର କିଛି ମତଲବ କଥା ନୁହେଁ। ଏବେ ତୁମେ ପିଲା ଅଛ। ଏହା କହି ଖୁଡ଼ି କ୍ଷୀର ଗ୍ଲାସ ଶେଷ କଲେ ଏବଂ ତାପରେ ମୋ ସହିତ କଥା ହେବାକୁ ଲାଗିଲେ। ମୁଁ ମନେ ମନେ ହସିବାକୁ ଲାଗିଲି।
ଖୁଡ଼ି ମୋତେ ପିଲା ବୋଲି ଭାବୁଥିଲେ, ଯେପରି ମୁଁ ତ ପ୍ରତି ରାତିରେ ଖୁଡ଼ିଙ୍କ ନିଦର ସୁଯୋଗ ନେଇ ସେହି ଖେଳ ଖେଳୁଥିଲି ଯାହାଠାରୁ କେହି ମଧ୍ୟ ପରିଚିତ ନଥିଲେ। କିଛି ସମୟ ପରେ ଖୁଡ଼ି ପୁଣି ଥରେ ଶୋଇଗଲେ ଏବଂ ମୁଁ ପୁଣି ମୋ କାମରେ ବ୍ୟସ୍ତ ହୋଇଗଲି। ମୋତେ ଏସବୁ କରି ବହୁତ ଅଧିକ ମଜା ମିଳୁଥିଲା। ମୁଁ ଭାବି ମଧ୍ୟ ନଥିଲି ଯେ ମୁଁ ଏତେ ସହଜରେ ଏସବୁ ହାସଲ କରିପାରିବି। ଖୁଡ଼ି ତ ସମ୍ପୂର୍ଣ୍ଣ ଭାବରେ ମୋ ଜାଲରେ ଫସି ଯାଇଥିଲେ। ସେ କେବେ ମୋ ଉପରେ ସନ୍ଦେହ କରିନଥିଲେ ଏବଂ ନା କେବଳ ତାଙ୍କୁ ଏହି କଥାର ଅନୁଭବ ହୋଇଥିଲା ଯେ ମୁଁ କ୍ଷୀରରେ ତାଙ୍କୁ ନିଦ ଔଷଧ ପକାଇ ଦେଉଛି, କିନ୍ତୁ ଦିନେ ସେ କହିବାକୁ ଲାଗିଲେ, ସନ୍ଧ୍ୟାରେ ପଡ଼ୋଶୀ ଆସିଥିଲେ, ବହୁତ ଅଜବ କଥା କହୁଥିଲେ। ମୋତେ ତ ତାଙ୍କର କୌଣସି କଥା ବୁଝା ପଡ଼ିଲା ନାହିଁ। ଖୁଡ଼ିଙ୍କ କଥା ଶୁଣି ମୁଁ ଚମକି ପଡ଼ିଲି ଏବଂ କହିଲି, କେଉଁ ପଡ଼ୋଶୀ ଆସିଥିଲେ ଏବଂ କ'ଣ କହୁଥିଲେ? ଖୁଡ଼ି କହିବାକୁ ଲାଗିଲେ, ପଡ଼ୋଶୀ କହୁଥିଲେ ଯେ ସେ ରାତିରେ ଝରକା ଦେଇ ଆମ ଘରେ କିଛି ଅଜବ ପ୍ରକାରର ଦୃଶ୍ୟ ଦେଖୁଛନ୍ତି। ତାଙ୍କୁ ଲାଗୁଛି ଯେ ରାତିରେ ଆମ ଘରକୁ କୌଣସି ପୁଅ ଆସିଥିଲା। ଖୁଡ଼ିଙ୍କ କଥା ଶୁଣି ମୋର ପ୍ରାଣ ଉଡ଼ି ଯାଇଥିଲା, କାରଣ ଗତ ରାତିରେ ମୁଁ ମୋର 2 ଜଣ ସାଙ୍ଗଙ୍କୁ ଖୁଡ଼ିଙ୍କ ଘରକୁ ଡାକିଥିଲି ଏବଂ ସମସ୍ତେ ମିଶି ଏକାଠି ଖୁଡ଼ିଙ୍କ ନିଦର ଫାଇଦା ଉଠାଇଥିଲୁ। ମୋତେ ଜଣା ନଥିଲା ଯେ ଖୁଡ଼ିଙ୍କର କୌଣସି ପଡ଼ୋଶୀ ଏତେ ରାତିରେ ମଧ୍ୟ ତାଙ୍କ ଘର ଉପରେ ନଜର ଜମାଇ ବସିଥିବେ। କିନ୍ତୁ ଏବେ ମୋତେ ଧରା ପଡ଼ିବାର ଭୟ ଥିଲା। ତେଣୁ ମୁଁ ଖୁଡ଼ିଙ୍କୁ କହିଲି, ଆପଣ ଆଖପାଖର ପଡ଼ୋଶୀ ସ୍ତ୍ରୀ ଲୋକଙ୍କୁ ଘରକୁ ଆସିବାକୁ ଦେବେ ନାହିଁ। ସମସ୍ତେ ଜାଣିଛନ୍ତି ଯେ ଆପଣ ଏକା ରହୁଛନ୍ତି, ସେଥିପାଇଁ ଏହିପରି କଥା କହୁଛନ୍ତି। କାଲିଠୁ ଆପଣ ଚରିତ୍ର କଥା ଆରମ୍ଭ କରିଦେବେ ତ ଆପଣ କ'ଣ କରିବେ? ଆପଣ ଆଗରୁ ହିଁ କଡ଼ାକଡ଼ି ଭାବରେ ସମସ୍ତଙ୍କୁ କହିଦିଅନ୍ତୁ ଯେ ମୋ ଘର ଉପରେ ନଜର ରଖନ୍ତୁ ନାହିଁ। ମୋ କଥା ଶୁଣି ଖୁଡ଼ି ଚମକି ପଡ଼ିଲେ ଏବଂ କହିବାକୁ ଲାଗିଲେ, ଏହି କଥା ତ ତୁମେ ଠିକ୍ କହୁଛ। ଯଦି ଆଜି ସେ କହୁଛନ୍ତି ଯେ ସେ କାହାକୁ ଦେଖିଥିଲେ ତ କାଲି କହିବେ ଯେ ମୋର କୌଣସି ପ୍ରେମିକା ଆସିଥିଲା, ତେବେ ମୁଁ କ'ଣ କରିବି? ଖୁଡ଼ିଙ୍କ ମସ୍ତିଷ୍କରେ ମୋ କଥା ଭଲ ଭାବରେ ବସି ଯାଇଥିଲା। ମୁଁ ତୁରନ୍ତ ଖୁଡ଼ିଙ୍କ କାନ୍ଧରେ ହାତ ରଖି କହିଲି, ଖୁଡ଼ି, ଆପଣ ଜାଣିନାହାନ୍ତି, ସମୟ ବହୁତ ଖରାପ ଅଛି। ପାଖ ପଡ଼ୋଶୀର ଲୋକମାନେ ତ ଘର ଭାଙ୍ଗିବାକୁ ଚାହାନ୍ତି। ଯଦି କେହି ଯାଇ ଆପଣଙ୍କ ଶାଶୁଘର ଲୋକଙ୍କୁ କୌଣସି ଓଲଟା ସିଧା କଥା କହିଦିଏ ତ ଆପଣଙ୍କୁ ହିଁ ଅସୁବିଧା ହେବ। ସେଥିପାଇଁ ପଡ଼ୋଶୀମାନଙ୍କ ସହିତ ଟିକେ ନଜର ବ୍ୟବହାର କଡ଼ା ରଖନ୍ତୁ। କାହାକୁ ମଧ୍ୟ ନିଜ ଘର ମାମଲାରେ କହିବାର ଅଧିକାର ଦିଅନ୍ତୁ ନାହିଁ। ଖୁଡ଼ି ମୋର ଧନ୍ୟବାଦ ଜଣାଇଲେ ଏବଂ କହିବାକୁ ଲାଗିଲେ, ତୁମେ ମୋତେ ସଠିକ୍ କଥା କହିଛ। ଏବେ ମୁଁ ଏହି ପଡ଼ୋଶୀ ଲୋକମାନଙ୍କୁ ମୋ ଘରକୁ ଆସିବାକୁ ଦେବି ନାହିଁ। ମୁଁ ଖୁଡ଼ିଙ୍କ କଥାରେ ହସିଦେଲି। ମୋର ଭଲା ଭାଲା ଖୁଡ଼ି ଆଖି ବନ୍ଦ କରି ମୋର ପ୍ରତ୍ୟେକ କଥା ଉପରେ ଭରସା କରୁଥିଲେ ଏବଂ କଥାର ତ ମୋତେ ଅତିମାତ୍ରାରେ ସୁଯୋଗ ମିଳିଥିଲା। ସେହି ଦିନଠାରୁ ଖୁଡ଼ି ପାଖ ପଡ଼ୋଶୀଙ୍କ ସହିତ କଥାବାର୍ତ୍ତା ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ଏବଂ ତାଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ କେବଳ ମୁଁ ହିଁ ରହିଯାଇଥିଲି। ଛୋଟରୁ ଛୋଟ କଥା ପାଇଁ ଏବେ ସେ ମୋତେ ହିଁ ଫୋନ୍ କରୁଥିଲେ ଏବଂ ମୁଁ ଦୌଡ଼ି ଯାଉଥିଲି। ପ୍ରତି ରାତିରେ ମୁଁ ନିଜେ କ୍ଷୀର ଧରି ପହଞ୍ଚି ଯାଉଥିଲି ଏବଂ ତାପରେ ସେଥିରେ ନିଦ ଔଷଧ ମିଶାଇ ଖୁଡ଼ିଙ୍କୁ ଦେଉଥିଲି। ପ୍ରାରମ୍ଭରେ ତ ମୁଁ ଏକା ହିଁ ଖୁଡ଼ିଙ୍କ ନିଦର ସୁଯୋଗ ନେଉଥିଲି, କିନ୍ତୁ ତାପରେ ଧୀରେ ଧୀରେ ମୁଁ ମୋ କଲେଜର ସାଙ୍ଗମାନଙ୍କୁ ମଧ୍ୟ ଖୁଡ଼ିଙ୍କ ଘରକୁ ଡାକିବା ଆରମ୍ଭ କରିଦେଇଥିଲି। ଏହିପରି ଆମେ ସାଙ୍ଗମାନେ ମିଶି ଖୁଡ଼ିଙ୍କ ଗଭୀର ନିଦର ସୁଯୋଗ ନେବାକୁ ଲାଗିଲୁ। ମୋତେ ଲାଗୁଥିଲା ଯେ ମୋର ସତ କେବେ ମଧ୍ୟ ଖୋଲିବ ନାହିଁ, କିନ୍ତୁ ମୁଁ ଭୁଲ ଧାରଣାର ଶିକାର ହୋଇଯାଇଥିଲି। ଗୋଟିଏ ରାତିରେ ଜାଣିନି ଖୁଡ଼ିଙ୍କ ଆଖି ଖୋଲିଗଲା ଏବଂ ସେ କୋଠରୀ ବାହାରକୁ ଚାଲି ଆସିଲେ, ଯେଉଁଠାରେ ବାଲକୋନିରେ ମୁଁ ଏବଂ ମୋ ସାଙ୍ଗମାନେ ଉପସ୍ଥିତ ଥିଲୁ। କିଛି ମାତ୍ର ସମୟ ଲାଗିଥିଲା ଯେ ଖୁଡ଼ିଙ୍କ ବହୁତ କିଛି ବୁଝା ପଡ଼ିଯାଇଥିଲା ଏବଂ ସେ ଫାଟି ଯାଇଥିବା ଆଖିରେ ମୋତେ ଦେଖୁଥିଲେ। ଖୁଡ଼ିଙ୍କ ଉଠିବା ଉପରେ ମୋ ସାଙ୍ଗମାନେ ମଧ୍ୟ ଭୟଭୀତ ହୋଇଗଲେ ଏବଂ ସେମାନେ ସମସ୍ତେ ତୁରନ୍ତ ସେଠାରୁ ବାହାରିଗଲେ। ସେମାନଙ୍କ ଯିବା ମାତ୍ରେ ଖୁଡ଼ି ମୋ ପାଖକୁ ଆସିଲେ ଏବଂ ମୋତେ କାନ୍ଧରୁ ଧରି ପଚାରିବାକୁ ଲାଗିଲେ, ଏସବୁ କ'ଣ ଚାଲିଛି? ମୁଁ ଭୟଙ୍କର ଭାବରେ ଭୟଭୀତ ହୋଇଯାଇଥିଲି। ମୁଁ କହିଲି, କିଛି ମଧ୍ୟ ନାହିଁ ଖୁଡ଼ି, କେବଳ ପାଠ ପଢ଼ିବାର ଥିଲା, ସେଥିପାଇଁ ନିଜ ସାଙ୍ଗମାନଙ୍କୁ ଡାକିଥିଲି। ଖୁଡ଼ି ମୋ ମୁହଁରେ ଏକ ଜୋରଦାର ଚାପୁଡ଼ା ମାରିଲେ ଏବଂ କହିବାକୁ ଲାଗିଲେ, ମୁଁ ନିଜେ ନିଜେ ଆଖିରେ ଦେଖୁଛି ତୁମେ ସମସ୍ତେ ସାଙ୍ଗମାନଙ୍କ ସହିତ ମିଶି ନିଶା କରୁଥିଲ ଏବଂ ସେହି ସହିତ ମୁଁ ସେହି 2 ଜଣ ଝିଅମାନଙ୍କୁ ମଧ୍ୟ ଦେଖିଛି, ଯେଉଁମାନେ ଅଧରାତିରେ ତୁମ ସାଙ୍ଗମାନଙ୍କ ଉପରେ ନିଜ ଯୌବନ ଲୁଟାଉଥିଲେ। ମୋ ସାଙ୍ଗମାନେ ପ୍ରତିଦିନ ନିଜ ସାଙ୍ଗରେ ଝିଅମାନଙ୍କୁ ମଧ୍ୟ ଆଣିବା ଆରମ୍ଭ କରିଦେଇଥିଲେ, ଯେଉଁମାନେ ଆମ ସାଙ୍ଗମାନଙ୍କ ମନୋରଞ୍ଜନ କରୁଥିଲେ। ଖୁଡ଼ି ସେମାନଙ୍କୁ ଦେଖି ସାରିଥିଲେ। ସେ ରାଗରେ କହୁଥିଲେ, ତୁମକୁ ଲଜ୍ଜା ଲାଗୁନାହିଁ? ଏହି ବୟସରେ ଏସବୁ କାର୍ଯ୍ୟ କରୁଛ? ମୋତେ ଲାଗୁନାହିଁ ଯେ ତୁମେ ଆମର ହିଁ ରକ୍ତ ଅଟ।
ଖୁଡ଼ୀଙ୍କ କଥା ଶୁଣି ମୋ ମୁଣ୍ଡ ଲଜ୍ଜାରେ ନଇଁ ଯାଉଥିଲା। ମୁଁ ଖୁଡ଼ୀଙ୍କୁ କହିଲି, ମୁଁ ତ କେବଳ ସାଙ୍ଗମାନଙ୍କ ସହିତ ପାର୍ଟି କରିବାକୁ ଚାହୁଁଛି, କିନ୍ତୁ ମା ଏହି କଥାର ଅନୁମତି ହିଁ ଦିଅନ୍ତି ନାହିଁ। ମା ଆଜିକାଲିର ଯୁଗରେ ମଧ୍ୟ ଜାଣିନି କେଉଁ ଜମାନାରେ ବଞ୍ଚୁଛନ୍ତି। ତାଙ୍କୁ ତ ମୋ ସାଙ୍ଗମାନଙ୍କୁ ମଧ୍ୟ ପସନ୍ଦ ନାହିଁ। ସେଥିପାଇଁ ମୁଁ ପ୍ରତିଦିନ ରାତିରେ ଏଠାକୁ ଆସିଯାଏ। ଆପଣ କ୍ଷୀର ପିଇ ଶୋଇଯାଆନ୍ତି ଏବଂ ମୁଁ ସାଙ୍ଗମାନଙ୍କୁ ଡାକିଦିଏ। କିଛି ମଧ୍ୟ ତ ଭୁଲ ନାହିଁ, କେବଳ ଆମେ ଟିକେ ପାଟିତୁଣ୍ଡ କରୁ। ମୋ କଥା ଉପରେ ଖୁଡ଼ୀ ମୋତେ ଆଉ ଏକ ଚାପୁଡ଼ା ମାରିଲେ ଏବଂ କହିବାକୁ ଲାଗିଲେ, କିଛି ତ ଲଜ୍ଜା କର। ତୁମେ ଯାହାକୁ ପାଟିତୁଣ୍ଡ କହୁଛ ତାହା ନିଶା ଅଟେ। ତୁମେ ଭାବି ମଧ୍ୟ ନାହିଁ ତୁମେ କେଉଁ ପାପର ରାସ୍ତାରେ ଯାଉଛ। ମୋ ଭଉଣୀ କାମ କରି ତୁମେ କଲେଜର ଫିସ୍ ଦେଉଛନ୍ତି ଏବଂ ତୁମେ ଏସବୁ କାର୍ଯ୍ୟ କରୁଛ। ଯଦିଓ ଏହି କଥା ଉପରେ ମୁଁ ସମ୍ପୂର୍ଣ୍ଣ ନୀରବ ଥିଲି, ସେ କହିବାକୁ ଲାଗିଲେ, ନିଜ ଭବିଷ୍ୟତ ବିଷୟରେ ଚିନ୍ତା କର। ତୁମେ ନିଜ ମାଆଙ୍କର ଏକମାତ୍ର ପୁଅ ଅଟ। ଯଦି ତୁମେ ପରିଶ୍ରମ କରି ପାସ୍ ହେବ ନାହିଁ ତ ତୁମ ମାଆଙ୍କର ତ୍ୟାଗ ବୃଥା ଚାଲିଯିବ। ସେ ନିଜର ପ୍ରତ୍ୟେକ ଇଚ୍ଛା ଗଳା ଚିପି ତୁମକୁ ସହରର ସବୁଠାରୁ ବଡ଼ କଲେଜରେ ନାମ ଲେଖା ଦେଇଛନ୍ତି। ହୁଏତ ମୋର ଭଲା ଭଉଣୀଙ୍କୁ ଜାଣିନଥିଲେ ଯେ ତୁମେ ଏହି ଯୋଗ୍ୟ ମଧ୍ୟ ନାହଁ। ତୁମେ ଏତେ ବଡ଼ କଲେଜ ଯାଇ ପାଠ ପଢ଼ିବା ବଦଳରେ ଅୟାସୀ ସାଙ୍ଗମାନଙ୍କ ସାଙ୍ଗରେ ପଡ଼ିଯାଇଛ। ସେଥିପାଇଁ ଆଜି ପାପର ଏହି ରାସ୍ତାରେ ଚାଲି ଯାଇଛ। ମୁଁ ଏବେ ତୁମ ମାଆଙ୍କୁ ଫୋନ୍ କରି ଜଣାଉଛି। ଖୁଡ଼ୀଙ୍କ କଥା ଶୁଣି ମୋ ହୋସ୍ ଠିକଣାକୁ ଆସିଗଲା। ମୁଁ ଖୁଡ଼ୀଙ୍କ ଆଗରେ ହାତ ଯୋଡ଼ିଲି ଏବଂ କହିଲି, ମାଆଙ୍କୁ କିଛି କହିବେ ନାହିଁ। ଏସବୁ ଜାଣି ତ ହୃଦୟ ଭାଙ୍ଗିଯିବ। କହିବାକୁ ଲାଗିଲେ, ଏସବୁ ତ ତୁମକୁ କରିବା ପୂର୍ବରୁ ଭାବିବା ଉଚିତ ଥିଲା। ମୋତେ ସବୁ କିଛି ବୁଝା ପଡ଼ିଯାଇଛି ଯେ ମୁଁ କ୍ଷୀର କାରଣରୁ ଗଭୀର ନିଦ୍ରାରେ ଶୋଇଯାଉଥିଲି। ସେଥିପାଇଁ ମୁଁ ରାତିରେ କ୍ଷୀର ପିଇନଥିଲି। କିନ୍ତୁ ମୋତେ ଏହାର ଅନୁମାନ ମଧ୍ୟ ନଥିଲା ଯେ ତୁମେ ମୋର ଏକାନ୍ତତାର ସୁଯୋଗ ନେଇ ମୋ ଘରେ ଏପରି ମେହଫିଲ ସଜାଇବ ଏବଂ ଝିଅମାନଙ୍କୁ ଡାକି ଏଠାରେ ଏସବୁ କରିବ। ସବୁ ଲଜ୍ଜା ଲାଗିବା ଉଚିତ। ସେ କାନ୍ଦି କାନ୍ଦି ସୋଫାରେ ବସିଗଲେ। ମୁଁ ତାଙ୍କୁ ବିଶ୍ୱାସ ଦେବାକୁ ଲାଗିଲି ଯେ ମୁଁ ଆଉ ଏପରି କୌଣସି ଭୁଲ କାମ କରିବି ନାହିଁ। କିନ୍ତୁ ସେ ମୋ ଉପରେ ଦୟା କରିବାକୁ ରାଜି ନଥିଲେ। ସେ କହୁଥିଲେ ଯେ ତୁମେ ଯେତେବେଳେ ନିଜର ସାଆନ୍ତ ଖୁଡ଼ୀଙ୍କୁ ପ୍ରତିଦିନ ନିଦ ଔଷଧ ଦେଇ ଶୁଆଇ ପାରିବ, ତେବେ କିଛି ମଧ୍ୟ କରିପାରିବ। ତୁମେ ମୋର ଏକାନ୍ତତା ଏବଂ ମୋର ମଜବୁରିର ସୁଯୋଗ ନେଇଛ ଏବଂ ମୋ ଘରକୁ କ୍ଲବ ବନାଇ ଦେଇଛ। ମୋତେ ଏହା କହିବାକୁ ମଧ୍ୟ ଲଜ୍ଜା ଲାଗୁଛି ଯେ ତୁମେ ମୋର ପୁତୁରା ବୋଲି। ମୋ ଖୁଡ଼ୀଙ୍କ ଗୋଡ଼ ତଳେ ବସି ପଡ଼ିଲି ଏବଂ ତାଙ୍କୁ କ୍ଷମା ମାଗିଲି। କିନ୍ତୁ ଖୁଡ଼ୀ ରାତିରେ ସେହି ପ୍ରହରରେ ମୋତେ ଏହା କହି ଘରୁ ବାହାର କରିଦେଲେ ଯେ ମୁଁ ଆଉ ଖୁଡ଼ୀଙ୍କ ଘରେ ପାଦ ମଧ୍ୟ ରଖିବି ନାହିଁ। ମୁଁ ଅଧରାତିରେ ଖୁଡ଼ୀଙ୍କ ଘରୁ ବାହାରି ନିଜ ଘରକୁ ଫେରିଲି। ମା ମୋତେ ଦେଖି ଚିନ୍ତିତ ହୋଇଗଲେ। ପ୍ରଥମେ ମୁଁ ତାଙ୍କୁ ମିଛ କହିଲି ଯେ ମୋର ସ୍ୱାସ୍ଥ୍ୟ ଖରାପ ହେଉଥିଲା ଏବଂ ଖୁଡ଼ୀଙ୍କ ଘରେ ମୋତେ ନିଦ ହେଉନଥିଲା। ତାପରେ ମୁଁ ସିଧା ନିଜ କୋଠରୀକୁ ଚାଲିଗଲି ଏବଂ ଭୟ ମୋତେ କାବୁ କରୁଥିଲା ଯେ ଯଦି ଖୁଡ଼ୀ ମା ବାପାଙ୍କୁ ସବୁ କିଛି କହିଦିଅନ୍ତି ତ ମୋର କ'ଣ ହେବ। ବାପା ବହୁତ କଡ଼ା ଥିଲେ ଏବଂ ସେ କେବେ ମୋତେ କ୍ଷମା କରି ନଥାନ୍ତେ। କିନ୍ତୁ ଖୁଡ଼ୀ ମୋ ଉପରେ ଏହି ଦୟା କରିଥିଲେ ଯେ ସେ ମା ବାପାଙ୍କୁ କିଛି ମଧ୍ୟ କହିନଥିଲେ। ମାତ୍ର ଖୁଡ଼ୀ ମୋତେ କହିଦେଇଥିଲେ ଯେ ମୁଁ ସେହି ସାଙ୍ଗମାନଙ୍କ ସହିତ କୌଣସି ସମ୍ପର୍କ ରଖିବି ନାହିଁ। ତାପରେ ମୁଁ ଖୁଡ଼ୀଙ୍କ କଥା ଉପରେ ଆଚରଣ କଲି। କିନ୍ତୁ ଆସୁଥିବା ସେମିଷ୍ଟରରେ ମୁଁ ସମ୍ପୂର୍ଣ୍ଣ ଭାବରେ ଫେଲ୍ ହୋଇଗଲି। ଏହି କଥାର ଆଘାତ ମୋ ମାଆଙ୍କୁ ପ୍ରକୃତରେ ବହୁତ ଅଧିକ ପହଞ୍ଚିଥିଲା। ବାପା ମଧ୍ୟ ବହୁତ ମର୍ମାହତ ଥିଲେ। କିନ୍ତୁ ମୁଁ ଦୁହିଁଙ୍କୁ ପ୍ରତିଜ୍ଞା କରିଥିଲି ଯେ ମୁଁ ଏବେ କଠିନ ପରିଶ୍ରମ କରିବି। ପ୍ରକୃତରେ ମୁଁ କଲେଜରେ ଅୟାସୀ ସାଙ୍ଗମାନଙ୍କ ସ୍ୱଭାବରେ ପଡ଼ିଯାଇଥିଲି। ମୋର ସବୁ ସାଙ୍ଗମାନେ ନିଜ ଘରେ ପାର୍ଟି କରୁଥିଲେ, ଝିଅମାନଙ୍କୁ ଡାକୁଥିଲେ, ନିଶା ମଧ୍ୟ କରୁଥିଲେ ଏବଂ ଚାହୁଁଥିଲେ ଯେ ମୁଁ ମଧ୍ୟ ଏସବୁ କରେ। କିନ୍ତୁ ମୋତେ ଏସବୁ କରିବା ପାଇଁ ସୁଯୋଗ ମିଳିନଥିଲା। ସେଥିପାଇଁ ଯେତେବେଳେ ମୋତେ ଖୁଡ଼ୀଙ୍କ ଘରେ ଏକାନ୍ତତା ମିଳିଲା, ମୁଁ ମୋର ସାଙ୍ଗମାନଙ୍କୁ ସେଠାକୁ ଡାକି ସେଠାରେ ପାର୍ଟି କରିବା ଆରମ୍ଭ କରିଦେଲି। ଏହା ସତ ଯେତେବେଳେ ଖୁଡ଼ୀଙ୍କ ସାମ୍ନାରେ ଖୋଲିଲା ତ ମୁଁ ଲଜ୍ଜିତ ହୋଇଗଲି। ତାପରେ ଯେତେବେଳେ ମୋର ରେଜଲ୍ଟ ଖରାପ ଆସିଲା, ମୁଁ ସମସ୍ତ ଖରାପ ସାଙ୍ଗମାନଙ୍କ ସାଙ୍ଗ ଛାଡ଼ିଦେଲି। ଭଲ କଥା ଯେ ମୋର ନିଶା ଅଭ୍ୟାସ ଏତେ ପକ୍କା ହୋଇନଥିଲା। ସେଥିପାଇଁ ମୁଁ ଶୀଘ୍ର ନିଶାରୁ ମୁକ୍ତି ପାଇବାର ସଫଳ ହୋଇଗଲି। ବର୍ତ୍ତମାନ ମୁଁ ନିଜ ପାଠପଢ଼ା ଉପରେ ପୂର୍ଣ୍ଣ ଧ୍ୟାନ ଦେଇଛି।